नमस्कार ମୁଁ ସଞ୍ଜୀବ ସ୍ୱାଗତ କରୁଛି ଆପଣଙ୍କ ପ୍ରିୟ ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲ ଓଡି ସଞ୍ଜୀବ। ଆଜି ଆମେ ଜାଣିବା କ୍ୟାଟ୍ ସ୍ନେକ୍ ବିଷୟରେ। କ୍ୟାଟ୍ ସ୍ନେକ୍ ଯାହାକୁ ଆମେ ଓଡ଼ିଆରେ ଚୁନଚୁନିଆ ସାପ ବା ବିଲେଇ ସାପ ମଧ୍ୟ କହିଥାନ୍ତି। ଆଉ ଇଣ୍ଡିଆରେ ଇଏ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ, ଓଡ଼ିଶାରେ ବହୁ କମ ମାତ୍ରାରେ ଦେଖିବାକୁ ମିଳିଥାଏ। ଇଏ ଖାସ କରିକି ଜଙ୍ଗଲ ବା ଜଙ୍ଗଲର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଆଜି ଆମେ ଜାଣିବା ଆର ବିଷ ବିଷୟରେ, କଣ ଖାଏ, କେମିତି ରହେ, ଶରୀରର ଗଢନି, କାହିଁକି ନା କ୍ୟାଟ୍ ସ୍ନେକ୍ ଦିଆଗଲା ବା ବିଲେଇ ସାପ ଦିଆଗଲା ତା ବିଷୟରେ ଆଲୋଚନା କରିବା। ଚାଲନ୍ତୁ ଡେରି ନକରି ଭିଡିଓଟି ଷ୍ଟାର୍ଟ କରିବା। ଭିଡିଓଟି ଷ୍ଟାର୍ଟ କରିବା ପୂର୍ବରୁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବି କି ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ଲାଇକ୍ କରିଦିଅନ୍ତୁ ଯଦି ଭିଡିଓଟି ଭଲ ଲାଗେ। ଇଏ ହେଉଛି କ୍ୟାଟ୍ ସ୍ନେକ୍, ଯାହାକୁ ଆମେ ଓଡ଼ିଆରେ ବିଲେଇ ସାପ ବା ଚୁନଚୁନିଆ ସାପ ମଧ୍ୟ କହିଥାନ୍ତି। ଇଏ ସାଧାରଣତଃ ଭାରତରେ ବିଭିନ୍ନ ଜଙ୍ଗଲରେ ଦେଖିବାକୁ ମିଳିଥାଏ। ଖାସ କରିକି ଓଡ଼ିଶାରେ ବହୁ କମ ମାତ୍ରାରେ ଦେଖିବାକୁ ମିଳିଥାଏ, ତା ପୁଣି ଜଙ୍ଗଲରେ। ଏହା ସାଧାରଣତଃ ଜନବସତି ଆଖପାଖ ଅଞ୍ଚଳରେ ଦେଖିବାକୁ ବହୁତ କମ ମିଳିଥାଏ। ଜଙ୍ଗଲ ବା ପାହାଡର ଆଖପାଖ ଯୋଉ ଅଞ୍ଚଳ ବା ଜନବସତି ରହିଲା, ସେଇ ଜନବସତିରେ କିଛି ମାତ୍ରାରେ ଏମାନେ ଦେଖିବାକୁ ମିଳିଥାନ୍ତି। ସାପଟି ମଣିଷର ବହୁତ ଫ୍ରେଣ୍ଡଲି ସାପଟି ଅଛି। ଫ୍ରେଣ୍ଡଲି ସ୍ନେକ୍ କୁହାଯାଏ। ଇଏ ସାଧାରଣତଃ ମଣିଷକୁ କେବେ ଏତେ ଜଲ୍ଦି ଆଟାକ୍ କରେ ନାହିଁ। ଆଉ ଏଇ ସାପଟି ସାଧାରଣତଃ ସେମି ଭେନମ୍ ସାପ, ଯାହା ପାଖରେ ଅଳ୍ପ ମାତ୍ରାରେ ବିଷ ଥାଏ, ଯୋଉ ବିଷ ମଣିଷ ପାଇଁ କୌଣସି କ୍ଷତିକାରକ ନୁହେଁ। ଅଧିକାଂଶ ଏହି ସାପକୁ ଆମର ଯୋଉ ଆଦିବାସୀ ଜନବସତି ଥାନ୍ତି ଜଙ୍ଗଲ ବା ପାହାଡର ଆଖପାଖରେ, ସେଇମାନଙ୍କ ଘର ବା ଘର ଆଖପାଖରୁ ରେସ୍କ୍ୟୁ କରାଯାଇଛି। ନହେଲେ ଅନ୍ୟ ଗାଁ ସହର ମାନଙ୍କ ମଧ୍ୟରେ ସାପ ଆଦୌ ଦେଖିବାକୁ ମିଳିନଥାଏ। ଯେହେତୁ ଓଡ଼ିଶାରେ ଏହି ସାପଟି ବହୁ କମ ମାତ୍ରାରେ ଦେଖିବାକୁ ମିଳେ, ତ ସବୁ ଲୋକ ଏ ସାପ ବିଷୟରେ ଜାଣି ନାହାନ୍ତି। ଏଇ ସାପଟିର ନାଁ କ୍ୟାଟ୍ ସ୍ନେକ୍ ଏଇଥିପାଇଁ ଦିଆଯାଇଛି କାହିଁକି ନା ଆର ଆଖିଟି ସମ୍ପୂର୍ଣ୍ଣ ବଡ଼ ଅଛି, ଆଉ ବିଲେଇର ଆଖି ପରି ମଧ୍ୟ ତାର ଆଖି। ଇଏ ସବୁବେଳେ ଚେଷ୍ଟା କରେ କି ଚଢ଼େଇ ଆଉ ତାର ଅଣ୍ଡାକୁ ଖାଇକି ଗୁଜାରଣ କରିବା ପାଇଁ, ଆଉ ଚଢ଼େଇ ମାନଙ୍କୁ ସବୁବେଳେ ତା ଶିକାର ମଧ୍ୟ କରିଥାଏ। ଚଢ଼େଇ ମାନଙ୍କ ସହିତ ବେଙ୍ଗ, ମୂଷା, ଛିପକଲି, ଏଣ୍ଡୁକ, ଚେପଲି, ଝିପିଟି, ଛୋଟ ବଡ଼ କୀଟପତଙ୍ଗକୁ ମଧ୍ୟ ସାପଟି ଖାଇ ବଞ୍ଚିଥାଏ। ଏହି ସାପ ସାଧାରଣତଃ ଲମ୍ବ 1 ରୁ 3 ଫୁଟ ପର୍ଯ୍ୟନ୍ତ ଦେଖାଯାଇଛି। ସବୁଠୁ ବଡ଼ ଆଫ୍ରିକାରେ ଯାହା 5.5 ଫୁଟର ଦେଖିବାକୁ ମିଳିଥିଲା। ବଟ୍ ଓଡ଼ିଶା ଓ ଭାରତରେ ଯେଉଁ ଦେଖିବାକୁ ମିଳେ 1 ରୁ 3 ଫୁଟ ମଧ୍ୟରେ ଦେଖିବାକୁ ମିଳେ। ଏହି ସାପ ଅଣ୍ଡା ଦେଇଥାଏ। ଗୋଟେ ଥରରେ 6 ରୁ 15ଟି ଅଣ୍ଡା ଇଏ ଦେଇଥାଏ। ଆଉ ଅଣ୍ଡାରୁ ଛୁଆ ବାହାରିବା ପାଇଁ ମିନିମମ୍ 28 ଦିନର ସମୟ ମଧ୍ୟ ଲାଗିଥାଏ। ଆଉ ଏ ସାପଟି ସାଧାରଣତଃ ଗଛର ଖୁଙ୍ଗୁରରେ ଯୋଉଠି ଚଢ଼େଇ ମାନେ ନିଜ ବସା କରିଥାନ୍ତି, ଖୁଙ୍ଗୁର କରିଥାନ୍ତି, ସେଇ ଜାଗାରେ ନିଜର ଅଣ୍ଡା ଦେଇଥାଏ। ଏହି ସାପଟି ଶରୀରରେ ଧଳା ଆଉ କଳା ରଙ୍ଗର ଦାଗ ରହିଥାଏ, ଯାହାକୁ ଆପଣ ଚିଏସ୍ ବୋର୍ଡ ସହିତ ମାର୍କିଂ କରିବେ ତ ସାପ ଖାଇଯିବ। ସାପର ବେକଠୁ ଆରମ୍ଭ କରିକି ଶରୀରର ଅଧା ପନ୍ତେ ଯୋଉ ପଟି ଗୁଡ଼ିକ ଥାଏ, ବହୁତ ମୋଟା ମୋଟା ଥାଏ। ଆଉ ଅଧା ଶରୀରରୁ ଲାଞ୍ଜ ପନ୍ତେ ଯୋଉ ପଟି ଗୁଡ଼ିକ ଥାଏ, କଳା ଧଳା ପଟି ଗୁଡ଼ିକ, ତାହା ବହୁତ ସରୁ ସରୁ ପଟି ମଧ୍ୟ ଥାଏ। ଏହି ସାପ ଶରୀରରେ ମୋଟ 4ଟି କଲର ଦେଖିବାକୁ ମିଳିଥାଏ। ବ୍ରାଉନ, ବ୍ଲାକ୍, ନେଭି ବ୍ଲାକ୍, ହ୍ୱାଇଟ୍। ଏହି ସାପର ଶରୀରର ମୁଣ୍ଡ ଉପରେ ବା ଏହି ସାପର ଶରୀରରେ ମଧ୍ୟ କଳା ପଡ଼ିଥିବା ସହିତ ମୁଣ୍ଡ ଉପରେ ଗୋଟେ କଳା ରଙ୍ଗର ଗାର ମଧ୍ୟ ପଡ଼ି ରହିଥାଏ।
ଏହି ସାପଟି ଯେତେବେଳେ ଚାଲୁଥାଏ ଏମିତି ଜଣାପଡ଼େ କି ସିଏ ସିମୁଡ଼ର କିଛି ପେପର ଚିରି ହୋଇ ଉଡ଼ିଗଲା ପରି। ଆପଣଙ୍କୁ ଦେଖେଇବାକୁ ଚାହିଁବି ଯେ ତା ଶରୀରରେ କେମିତି ଦାଗ ଗୁଡ଼ିକ ଅଛି, ପୁରା କ୍ଲିଅର ଆପଣ ଦେଖିପାରୁଥିବେ। ଯଦି ବି ଆପଣଙ୍କ ଅଞ୍ଚଳରେ ବା ଆପଣଙ୍କ ଘରର ଆଖପାଖରେ ସାପ ଦେଖାଯାଏ ତ ଆପଣ କେବେ ଏହାକୁ ମାରନ୍ତୁ ନାହିଁ, କାହିଁକିନା ଏ ମଣିଷ ପ୍ରତି କିଛି କ୍ଷତିକାରକ ନୁହେଁ। ଯେ ଆମେ ଏଠି ତାର ଦାନ୍ତ ଦେଖେଇବାକୁ ଚେଷ୍ଟା କରିବୁ। ଏହି ସାପଟିର ଯେଉଁ ଦାନ୍ତ, ବିଷ ଦାନ୍ତ, ଯାହାବି ଅଳ୍ପ ମାତ୍ରାରେ ବିଷ ଅଛି, ସେ ବିଷ ଦାନ୍ତଟି ସାପର କଳରେ ଥାଏ, ଯେଉଁଥି କାରଣରୁ ମଣିଷକୁ ଆଟାକ୍ କଲେ ମଧ୍ୟ ତା ଦାନ୍ତ ବାଜି ନଥାଏ। ସାପଟି ନିଶାଚର। ଆଉ ସବୁଠୁ ବଡ଼ କଥା ଦେଖିପାରୁଥିବେ ତା ଆଖିଟି କେତେ ବଡ଼, ଆଉ ଆଖିଟି ସମ୍ପୂର୍ଣ୍ଣ ବିଲେଇ ଆଖି ପରି। ଆଖି ଡୋଳା ପାଖରୁ ଶରୀର ପର୍ଯ୍ୟନ୍ତ ଗୋଟେ ବ୍ଲାକ୍ କଲରର ମଧ୍ୟ ଗୋଟି ଦାଗ ଅଛି, ଦୁଇ ସାଇଡ୍‌ର ଅଛି। ଆଉ ଏଇ ସାପଟିର ପେଟକୁ ଆପଣ ଲକ୍ଷ୍ୟ କରିବେ ଯଦି, ତାହେଲେ ଏଇ ସାପଟିର ପେଟ ପାଣି ତେନ୍ତୁଆ ସାପ ଭଳି ମଧ୍ୟ ଦେଖାଯାଏ। ଆଉ ପେଟ ଆଉ ସାଇଡ୍‌ରେ ଛୋଟ ଛୋଟ ବ୍ଲାକ୍ କଲରର ଡଟ୍ ଡଟ୍ ମଧ୍ୟ ରହିଥାଏ। ଦେଖିପାରୁଥିବେ ଏଇଠି ବ୍ଲାକ୍ କଲରର ଡଟ୍ ଡଟ୍ ରହିଛି। ଏମିତି ପୁରା ମୁଣ୍ଡଠୁ ଆରମ୍ଭ କରିକି ଲାଞ୍ଜ ପର୍ଯ୍ୟନ୍ତ